ଆସନ୍ତୁ ଆମ ଗାଁ ଆର ମୁଣ୍ଡରେ ଥିବା ପୋଖରୀକୁ ଯିବା। କାହିଁକି ନା ବହୁ ଦିନ ଧରି ଯାଇନାହିଁ। ଏ ପୋଖରୀକୁ ବି କେହି ଯାଉନାହାନ୍ତି। ସେଥିପାଇଁ ପୋଖରୀ ପୁରା ଖରାପ ହେଇଗଲାଣି। ଯାଉନାହାନ୍ତି ଜାଣିଛନ୍ତି ଆପଣମାନେ, ଆମ ଗାଁରେ 8-10ଟି ଟାଙ୍କି ଆଉ ଘରେ ଘରେ ପାଇପ୍ ଲାଗିଛି। ସେଥିପାଇଁ ଏ ପୋଖରୀକୁ ଭୁଲି ଗଲେଣି। ସାଙ୍ଗମାନେ, ଆମେ ଯେତେବେଳେ ତୃତୀୟ ଚତୁର୍ଥ ଥିଲୁ ସେତେବେଳେ ପୋଖରୀରେ ଥାଇ ମନ କେତେବେଳେ ଆମେ ଗାଧୋଇବାକୁ ଯିବୁ, ସେ କଥା ଭାବିଲା ବେଳକୁ ମନ କହୁଛି ଆଉଥରେ ଫେରି ହୁଅନ୍ତା କି ସେ ପିଲାଦିନ। କ'ଣ କରିବା ସାଙ୍ଗମାନେ, ଘଣ୍ଟାର ଘଣ୍ଟା ଏତେ ଶୀଘ୍ର ଚାଲୁଛି ଯେ ଗୋଟେ ବର୍ଷ ଗୋଟେ ମାସ ଭଳି ଚାଲିଯାଉଛି। ଆଉ ଏବେ ଆମେ ପହଞ୍ଚିଗଲୁ ମଝି ସାହି। ମୁଁ ଭିଡ଼ିଓ କରୁଛି ବୋଲି ସବୁ ଲୋକ ଘର ଭିତରକୁ ପଳେଇ ଗଲେ ଲାଜରେ। 2ଟା ଛୁଆ ଖେଳୁଥିଲେ, ସେମାନେ ବି ଦେଖିକି ଧାଇଁଲେ। ମୋତେ ତାପରେ ଏଇ ଲୋକଟି କହୁଛି, ମୋର ଭିଡ଼ିଓ କରିଦେଲୁ। ମୁଁ ମୁଣ୍ଡରେ ଓଢ଼ଣା ଦେଇନାହିଁ। ଆମ ଗାଁରେ ଯେ ମୁଖିଆ, ଆମ ଗାଁରେ ଯେ ସବୁ କଥା ବୁଝନ୍ତି, ଆମେ ତାଙ୍କ ଘର ଏଇନା ପହଞ୍ଚିଗଲୁ। ତାପରେ ପୋଖରୀଟି ହାଇଟି ଦେଖାଯାଉଛି, ଦେଖନ୍ତୁ। ଫାଇନାଲି ଆମେ ପୋଖରୀ ପହଞ୍ଚିଗଲୁ। ଦେଖୁଛନ୍ତି ତ ଏ ପୋଖରୀର ଅବସ୍ଥା କେମିତି ହୋଇଛି। ଆପଣଙ୍କ ଆଡ଼େ ଏମିତି ପୋଖରୀ ଅଛି କି ନାହିଁ କମେଣ୍ଟରେ କହିବେ ତି। ତାଟି ପାଖରେ ଗୋଟେ ଲୋକ ଥିଲା। ତାପରେ ସେ ଲୋକଟି ମୋତେ ପାଖକୁ ଡାକି କହିଲା, ଦିନ ଥିଲା ଏ ପୋଖରୀରେ ଜମା ଫାଙ୍କା ମିଳୁନଥିଲା। ଗାଧୋଉଥିଲେ ଏମିତି ସଞ୍ଜ ଯାଏଁ, ହେଲେ ଏବେ ଦେଖିଲା ବେଳକୁ ଗୋଟେ ବି ଲୋକ ନାହାନ୍ତି। ତାପରେ ମୁଁ ସିଆଡ଼କୁ ଯାଉଥିଲି, ସେ ଲୋକଟି ମୋତେ ମନା କଲା, କହିଲା ସେପଟେ ଯାଆନି, ସବୁ ବିଷାକ୍ତ ସାପ, ଗୋଖର, ତମ୍ପ ଅଛନ୍ତି। ହଉ ସାଙ୍ଗମାନେ, ମୋତେ ଏଥର ବିଦାୟ ଦିଅନ୍ତୁ। ଆଉ ଗୋଟେ ନେକ୍ସଟ ଭିଡ଼ିଓରେ ପୁଣି ଦେଖା ହେବ। ମୋର ଯଦି କୌଣସି ଭୁଲ ଥାଏ ତାହେଲେ ମୋତେ ତୁମେ ଛୋଟ ଭାଇ ଭାବି କ୍ଷମା କରିଦେବ। ରହିଲି, ଜୟ ଜଗନ୍ନାଥ। ମୋତେ ଡାକି କହିଲା